ମୟୂରଭଞ୍ଜର ଗର୍ବ ଓ ଗୌରବ ଶିମିଳିପାଳକୁ ନେଇ ପୁଣି ଥରେ ଖୁସିର ଲହରୀ ଖେଳି ଯାଇଛି। ଗତ କିଛି ଦିନ ତଳେ ଗୋଟିଏ ମହାବଳ ବାଘର ମୃତ୍ୟୁ ପରେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ସମୟରେ ପୁଣି ଥରେ ଶିମିଳିପାଳ ଦେଖିବାକୁ ଯାଇଥିବା ଦର୍ଶକ ଏକ ବାଘ ବଢ଼ା ଶିକାର କରୁଥିବାର ଲାଇଭ୍ ଦୃଶ୍ୟ ଦେଖିବାକୁ ପାଇଥିଲେ। ସୂଚନାରୁ ଯାହା ଜଣାପଡ଼ିଛି ଏହା ଶିମିଳିପାଳର ବୋଲି। ଗତକାଲି ବାରିପଦା ସହର ମଧୁବନ ଅଞ୍ଚଳର ବାସିନ୍ଦା ଜୟନ୍ତ ନାୟକ ତାଙ୍କ ପରିବାର ସହ ଶିମିଳିପାଳ ବୁଲିବାକୁ ଯାଇଥିଲେ। ସେ ଚହଲା ବିଟ୍ରୁ ପିଠାବଡ଼ା ଫେରିବା ବାଟରେ ଭଞ୍ଜମ ଗେଟ୍ର 3 କିଲୋମିଟର ପୂର୍ବରୁ ଏକ ବାଘ ଦେଖିବାକୁ ପାଇଥିଲେ। ବାଘଟି ରାସ୍ତାରେ ପ୍ରାୟ 1 ଘଣ୍ଟା ଗାଡ଼ି ସମ୍ମୁଖରେ ଚାଲିଥିଲା ଓ ଏହି ସମୟରେ ଏକ ବାଘକୁ ଶିକାର କରିବାକୁ ଦୌଡ଼ି ଯାଇଥିଲା, ଯାହାର ଭିଡିଓ ତାଙ୍କ ମୋବାଇଲରେ ଉତ୍ତୋଳନ କରିଥିବା ଜଣାପଡ଼ିଛି। ଜୟନ୍ତ ମଧୁବନରୁ ଆମେ ସବୁ ବର୍ଷ ଶିମିଳିପାଳ ଯାଉ। କାଲି ମଧ୍ୟ ଆମ ଫ୍ୟାମିଲି ସହିତ ଆମେ ଯାଇଥିଲୁ। ଗଲାବେଳେ ବହୁତ ଜୀବଜନ୍ତୁ ବି ଦେଖିଲେ। ଗଲାବେଳେ ମୟୂର ପାଇଲେ ଆମେ 6-7ଟି, ଆଉ ସମ୍ବର ଗୋଟେ ପାଇଥିଲେ, ଆଉ କୁଟରା ପାଇଥିଲେ। ତା ସାଙ୍ଗରେ କୁକୁଡ଼ା ବହୁତ ଥିଲା, ତା ଆମର ବଣ କୁକୁଡ଼ା। କିନ୍ତୁ ଆମେ ଫେରିବା ବାଟରେ ପାରମିସନ୍ କରିଥିଲେ ସେହି ଚହଲାରୁ ଆମେ ରିଟର୍ନ ଯେତେବେଳେ ଆସୁଥିଲେ ପିଠାପଟାକୁ, ଭାଜମା ଗେଟ୍ ପହଞ୍ଚିବା 3 କି 4 କିଲୋମିଟର ଦୂରରେ ଗୋଟେ ବାଘ ଆମେ ଦେଖତେ ପାଇଥିଲେ ରାସ୍ତାରେ। ହଠାତ୍ ତା ପଛେ ପଛେ ଆମେ ଆସିଥିଲେ, ସେ ବଣ ଭିତରୁ ପଶି ଯାଉଥିଲା। ପୁଣି ଆଉ ଥରେ ବାହାରିଲା ଯେତେବେଳେ ଆମେ ଲାଇଟ୍ ଅଫ୍ କରିଦେଇକି ଟିକେ 2-4 ମିନିଟ୍ ଠିଆ ହେଲା ପରେ ସେ ବାହାରକୁ ବାହାରିଲା ଏବଂ ସେ ସମୟରେ ଗୋଟେ ବାହାରାକୁ ସେ ଆକ୍ରମଣ କରିବ ବୋଲି ଚେଷ୍ଟା କରିଥିଲା, କିନ୍ତୁ ସେ ସମୟରେ ଖସି ଯାଇଥିଲା ବାହାରଟା। କିନ୍ତୁ ଆମେ ସ୍ପଷ୍ଟ ଭାବରେ ଦେଖିଛେ ବାଘଟି, ସେଟା ଚିତା ବାଘ କି କଲରାପତରିଆ ବାଘ ଆମେ ତ ବାଘ ଠିକ୍ ଭାବରେ ଚିହ୍ନିନେ, କିନ୍ତୁ ବାଘଟା ସେଟା ଏକଦମ ଥିଲା। ତା ଭିଜୁଆଲ ମଧ୍ୟ ଆମେ କରିଥିଲେ। ବିଷୟରୁ ଅନୱାର ହୁସେନଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।